ଭୂଗୋଳରେ ଭଲ ହଉଥିଲା ସାହିତ୍ୟରେ 100 ରହୁଥିଲା ଅଙ୍କ ଜ୍ଞାନ ମୋଟେ ନାହିଁ ଆଜ୍ଞା 3 ଗୁଣନ 6 କହିବୁ ରେ ମା ସତିରିକି ଆଉ ଅଙ୍ଗନବାଡି ବୟସ अंडा बोही आनुची ସତିରିକି 18 କହିଲେ ଅଗ୍ରାହତାସ୍ଥାନ ଦଶତମ ବିଷୟା ରାଜା 18 ପ୍ରକାର ବିଦ୍ୟାକୁ ହାସଲ କରିଥିଲେ ଆଜ୍ଞା ଅତି ସୁନ୍ଦର ରାଜା ପ୍ରଜାଙ୍କୁ ନିଜର ପୁତ୍ରର ସ୍ନେହ ପ୍ରଦାନ କରି ସୁଖରେ କାଳତିପାତ କରୁଛନ୍ତି ରାଜା ଆଜ୍ଞା ରାଜା ବିବାହ କରିଥିଲେ 7 ଗୋଟି ରାଣୀ ଜଣେ ଜଣେ ରାଜା ରାଜା ତ ତମେ ଆଶ୍ଚର୍ଯ୍ୟ ହଉଛ ନା ମୁଁ ଭାବିଲି ତ ଆରେ ଏମିତି ପରା ରଘୁ ବଂଶରେ ଜଣେ ରାଜା ଥିଲେ ରଘୁ ରାଜା ସେ 360 ରାଣୀ ବିବାହ କରିଥିଲେ ସେଇ ବଂଶର ଆଉ ଜଣେ ଦାୟାଦ ଯେ କି ରାଜା ଦଶରଥ ବିବାହ କରିଥିଲେ 750 ରାଣୀ ମୁଖ୍ୟ ରାଣୀ ଥିଲେ 3 କୌଶଲ୍ୟା କହୁଛି ସୁମିତ୍ରା ଏ ପୁଅ ନାଇଁ ହେଇଥିବ କାଇଁ କହିଲୁ ये पुराण ना पुराण जहाँ सब राम कर लीला कृष्ण जहाँ कर सब लीला कृष्ण नीला राम नीला सी कले सब लीला आमे तो कले आगे तेणु राजा विवाह करथिले 7 गोटी रानी 7 गोटी रानी मध्यरु जणे थिले पाटरानी कर नाम होछि पद्मावती रानी पद्मावती थिले पति परायण सती साध्वी स्वामी को देवता मने करी पूजा अर्चना करूथिले माने स्वामी देवता इहो काला परकाल देवता होछन स्वामी सत्य कथा स्वामी कर सेवा व्यतीत अन्य कौन से तीर्थ व्रतर आवश्यक पूजा करबनी स्वामी की पूजा करियो सकाळ पाला बाड़ी स्वामी हेले इष्ट स्वामी हेले देवता देवता मने करी जो मा पूजा अर्चना करंती से मा को कली जुगरे मुख्य पद प्राप्त होई थाए कहबे की के कहबे स्वभाव कवि प्रकृतिर कवि गंगाधर मेहर कौन कहला कि बोले स्वामी गुरु स्वामी गुरु परम बांधव परम स्वामी के बांधवी भरम 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 स्वामी पदे भक्ति स्वामी अर्चना मती अर्पित करिबु परम 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 ज्ञानी गुणी विवेकी पंडित समाज स्नेहमयी पुराण तो माँ माने स्वामी होउछनी देवता देवता लो मा तेणु देवता मन करे पूजा अर्चना करिवे ए झियो संक्रांति आज हेतिला आज भूल है तोर आर संक्रांति शिव मंदिर जीवनु स्वामी देवता दुआरे बसते डाकी नहीं जीव घर को तमने जो अगणा अच्छी लिपि देबू पीढ़ा पकई देबू पानी दिगरा अजाड़ू फूल चंदन लगेबू कदली चोपा छड़े पूजा करू धूप काठी बुलेबू जो नड़ियाटी रखिथु बड़ नड़ियाटी स्वामी मुंडे पिटी देबू स्वामी जदि मरीजिबे तू आउ ठाकु जीवू ଭଲ କଥା କହୁଛ ସେଠେ ଯଦି ସେମିତି ହୁଏ ଗୋଟେ ଆଉ ଠାକୁ ଯିବୁ ନାଇଁ ଗୋଟାଏ ଗୋଟାଏ ସେ ଜାଗାରେ ଯଦି ସେମିତି ହୁଏ ଗୋଟେ ଫ୍ୟାକ୍ଟ୍ରି ଖୋଲିବୁ ବନ୍ଦ କରମ ବୋଲେ ଗୋଟାଏ ଗୋଟାଏ ସ୍ୱାମୀ ଖାଲି ନଡିଆ ପିଟିକି ମାରିବ ନାଇଁ ସ୍ୱାମୀ ଦେବତା ପରା ସ୍ୱାମୀକୁ ନଡିଆ କଦଳୀ ଦେଇ ପୂଜା ଅର୍ଚ୍ଚନା କରାଯାଏ ନାଇଁ ଲୋ ମା ମନୋରୂପକ ଭକ୍ତି ହେଇ ସ୍ୱାମୀ ପୂଜା ଅର୍ଚ୍ଚନା କରାଯାଏ ସ୍ୱାମୀଙ୍କର ସେବା କରିବ କେମିତି ସେବା କରିବୁ कवि पुणी गोटाए पद कहिलु सेवा करबु केमती बोले स्वामी को भोजन परे तू भुजिबु सोइबु शयन पारे दारे दारे स्वामी कर निद्रा तेजिबा पूर्वरु अतिथि उपति करे स्वामी भोजन करि सारिबा परे स्त्री भोजन करिवे स्वामी शयन करि सारिबा परे स्त्री शयन करिवे ठीक था कहछो प्रत्युष कहले प्रभात समय स्वामी सज्जा त्याग करि नथि नहीं नहीं प्रथम रे स्त्री उठिबा दरकार ए जो रह जाती काई कोन कहिबो कभी एठी अन्याय कले कोन अन्याय होला तमे कहलो स्वामी देवता ठीक स्वामी देवता स्वामी आग खाइबे ताको पछरे ताको स्त्री लोक खाइबे ताको उच्चिष्ट खाया कथा आ भूल होला कोन तारे स्वामी देवता आग सोइबे स्त्री लोक तो पछे खाइबे
ସେ ତ କାମ ଦାମ କଲା ଆସିକି ଆହୁରି ଘଣ୍ଟେ ଟାଇମ ଯିବ। ସେ ତ ପଛେ ଶୋଇବେ। ସ୍ତ୍ରୀ ଲୋକ କାହିଁକି ଆଗ ଉଠିବେ? ସ୍ୱାମୀ ତ ଆଗ ଖାଇଥିଲେ ଆଗ ଶୋଇଥିଲେ ଆଗ ଉଠିବା କଥା। ସ୍ତ୍ରୀ କାହିଁକି ଆଗ ଉଠିବେ? ବାସ୍ ବାସ୍ ବୋଲେ ସ୍ୱାମୀ ଆଗେ ଖାଇଛନ୍ତି ଆଗେ ଶୋଇଛନ୍ତି ଯେହେତୁ ସିଏ ଆଗେ ଉଠିବା କଥା। ସ୍ତ୍ରୀ ଲୋକମାନେ ପଛରେ ଖାଇବେ ପଛେ ଶୋଇବେ। ସେ ପଛେ ଉଠିବା କଥା ଆଗେ କାହିଁକି ଆଗ କାହିଁକି ଉଠିଯିବେ? ସେଇଥିପାଇଁ ଉଠିବେ କଣ ଆଜ୍ଞା? ଯେ ମୋ ମା ମାନଙ୍କର ପ୍ରଭାତ ସମୟରୁ ସ୍ୱାମୀ ଶଯ୍ୟା ତ୍ୟାଗ କରିନଥିବେ ଗୋଟେ ମହତ କାର୍ଯ୍ୟ ସାରିବାର ଅଛି। ଏ ବିଶେଷ କାମ ଗୋଟେ କରିଦବ। ଗୋଟେ ବିଶେଷ କାମ ସାରିବେ। ତାରେ ଏଟା ମୁଁ ଜାଣିଛି। ବିଶେଷ କାମ କଣ ଜାଣିଛୁ? ଆଜ୍ଞା ଲାଟ୍ରିନ୍ ପଳେଇବ ପାଞ୍ଚ ନହେଲେ ପେଟ ଗ୍ୟାସ୍ ହେଇଯିବ ନା। ସେ ଲାଟ୍ରିନ୍ ଯିବା କଣ ମହତ୍ଵ କାମ? ଆଗ ଏଟା ନାଇଁ। ଆଉ ସ୍ୱାମୀ ଶୋଇଥିବା ସମୟରେ ସ୍ୱାମୀଙ୍କର ଦକ୍ଷିଣ ଗୋଡର ବୃଦ୍ଧାଙ୍ଗୁଳିରେ ମଥା ଲଗେଇ ଗୋଟେ ପ୍ରଣାମଟିଏ କରିବେ। ଯିବେ ସ୍ନାନ କରିବେ। ଫେରି ଆସିବା ବେଳେ ସେଇ ପଦ ଅଙ୍ଗୁଷ୍ଠରେ ପ୍ରଣାମ କରିବେ। ସିନ୍ଦୁରର ଛିଟା ଲାଗି ଯାଇଥାଏ ସ୍ୱାମୀଙ୍କର ସେଇ ପଦ ଅଙ୍ଗୁଷ୍ଠରେ। ପଦ ଅଙ୍ଗୁଷ୍ଠର ଛିଟା ପୁନର୍ବାର ଲାଗିଯାଏ କପାଳରେ। ଅରୁଆରୁ ଅଧିକା ସିନ୍ଦୁର ଆଣି ଗୋଲ କରି ସିନ୍ଦୁର ପିନ୍ଧନ୍ତି। ଇଏ ହଉଛି ମୋ ପତିବ୍ରତା ସତୀସାଧୀ ନାରୀ ମାନଙ୍କର ମା ମାନଙ୍କର ସିନ୍ଦୁର ପିନ୍ଧିବାର ବିଧି ବିଧାନ। ସ୍ୱାମୀ ଶୋଇ ଉଠି ଦେଖିଲା ବେଳକୁ ତା ସ୍ତ୍ରୀ କପାଳରେ ସବୁବେଳେ ସିନ୍ଦୁର ବିରାଜମାନ କରୁଥିବ। ସଧବା ନାରୀର ବିଧବା ଯୋଗ ନାହିଁ ଆଉ ନାଇଁ। ଏଇଟା ଆମେ ତ ପାଲାରେ ବୁଲିଲେ ଆମେ କେମିତି ଥିଲେ? ତେଣୁ ପତିବ୍ରତା ସତୀସାଧୀ ଥିଲେ ରାଣୀ ପଦ୍ମା। ରାଜାରାଣୀଙ୍କର ଜୀବନରେ ସବୁ ସୁଖ ସଦା ସର୍ବଦା ସୁଖରେ କାଳତିପାତ କରନ୍ତୁ। କିଛିଦିନ ସୁଖରେ କାଳତିପାତ ରାଜସିଂହାସନ ଉପବେଶନ କରିଛନ୍ତି ରାଜା। ପ୍ରଜା ମାନଙ୍କୁ ଧରି ସଭାର ଆୟୋଜନ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଛି। ହବ ହବ ରାଜବାଟୀ ପୁରା ଆଜି ଉଠିବ ନର୍ତ୍ତକୀ ଆଇଛି ଧୀରେ ଯାଇଛି। ଏଇଠି ଶୁଣ ଏ ରାଜବାଟୀ ଇଏ ଗଡି ଗଡି ଯାଉଛି ସମ୍ବଲପୁର ତୁମେ ପାଟି କର। ସିଏ ଗୀତ ଗାଇବ ସିଏ ଭାବ ତମେ କାହିଁ ଗ୍ରହଣ କରୁଛ? ରୋଡରେ ବୁଲିଲେ ହବ କି? ବାହାରେ ବୁଲି ଧନ ନାଇଁ ଦେ ମୁହତେ ମୁড়ি গো সবর গাড়ি বাহারে বুনিছে দেশি বিহন বাহারে বুনিছে দেশি বিহন ধনকে কত কত